ପାଟିରେ ମିଳେଇଗଲା ପରି ଅତି ସୁଆଦି ଆଉ ସ୍ୱାଦିଷ୍ଟ ଖାଦ୍ୟ ଦହିବରା ଆଳୁଦମ, ଯାହାକି କଟକର ଫେମସ୍। ନମସ୍କାର, ଫୁଡ୍ ସିଟ୍କୁ ଆପଣମାନଙ୍କୁ ପୁଣି ଥରେ ବହୁତ ସ୍ୱାଗତ। ଚାଲନ୍ତୁ ଆଜି ଆମେ ପ୍ରସ୍ତୁତ କରିବା କଟକ ପ୍ରସିଦ୍ଧ ଦହିବରା ଆଳୁଦମ। ଦହିବରା ଆଳୁଦମ ପାଇଁ ମୁଁ ପ୍ରଥମେ 300 ଗ୍ରାମର ବିରି ନେଇଛି, ଯାହାକୁ ମୁଁ ପାଣିରେ ବତୁରେଇ ଦେଇଥିଲି 6ରୁ 7 ଘଣ୍ଟା। ତ ଏବେ ଆମେ ତାକୁ ଭଲ ଭାବେ ଧୋଇକି ଗୋଟେ ଭଲ ସ୍ମୁଥ୍ ପେଷ୍ଟ ତିଆରି କରିଦେବା ଫାଷ୍ଟ। ତ ଏବେ ଦେଖନ୍ତୁ ଆମର ସ୍ମୁଥ୍ ପେଷ୍ଟ ରେଡ଼ି ହେଇଗଲାଣି। ତ ଏବେ ଆମେ ତାକୁ ଫେଣେଇ ନେବା ହାତ ସାହାଯ୍ୟରେ। ତ ଯେମିତି ବିରି ବଢ଼ି ତିଆରି କରନ୍ତି, ତ ସେଇଭଳି ଭାବରେ ଫେଣେଇବେ। ଭଲ ଭାବେ ଫେଣେଇ ସାରିଲା ପରେ ଏବେ ଆମେ ଗୋଟେ ପାଣିରେ ପକାଇକି ଦେଖିବା ଆମର ବିରିଟା ଭଲ ଫୁଲିଛି କି ନାହିଁ। ଯଦି ଫୁଲିଥିବ ଉପରକୁ ଉଠିବ। ଦେଖନ୍ତୁ ଆମର କେତେ ସୁନ୍ଦର ଉପରକୁ ଉଠିଗଲାଣି। ତାହେଲେ ଆମର ବିରି ବରା ପାଇଁ ଆଣଟା ପରଫେକ୍ଟ ହେଇଗଲାଣି। ତ ଏବେ ଆମେ 300 ଗ୍ରାମର ମୁଁ ବିରି ନେଇଥିଲି, ତା ସହିତ ମୁଁ ଆଡ଼୍ କରୁଛି 100 ଗ୍ରାମର ସୁଜି। ସୁଜି ପକାଇଲେ ନା ବରାଟା ଆମର ଉପରୁ କ୍ରିସ୍ପି ହେବ, ଭିତରୁ ସଫ୍ଟ ହେବ। ଦେଖନ୍ତୁ ମୁଁ ଫାଷ୍ଟ ସୁଜି ପକାଇଦେଲି, କି ଆବଶ୍ୟକ ଅନୁସାରେ ଲୁଣ, କିଛି ଜିରା ଦେଇକି ଆଉ ଟିକେ ଭଲ ଭାବେ ଫେଣ୍ଟିଦେଲି। ଫେଣ୍ଟି ଦେଇକି ତାକୁ ଅଧଘଣ୍ଟା ପର୍ଯ୍ୟନ୍ତ ରେଷ୍ଟରେ ଛାଡ଼ିଦେଲି। ଦେଖନ୍ତୁ ଏବେ ଆମର ଅଧଘଣ୍ଟା ହେଇଗଲାଣି। ଦେଖନ୍ତୁ ଆମର ଆଣ ଗୁଡ଼ା କେତେ ସୁନ୍ଦର ଫୁଲି ଯାଇଛି, ପୁରା ହାଲକା ହେଇଯାଇଛି। ତ ଏବେ ଆମେ ବରା ଗୁଡ଼ିକ ପ୍ରସ୍ତୁତ କରିବା। ବରା ପ୍ରସ୍ତୁତ କରିବା ପାଇଁ ମୁଁ ପ୍ୟାନରେ କିଛି ତେଲ ଦେଲି। ତେଲ ଗରମ ହେଲା ପରେ, ବେଶୀ ଗରମ କରିବେ ନାହିଁ, ତେଲ ମିଡ଼ିୟମ୍ ଗରମ ହେଇଥିବ। ପ୍ରଥମେ ତାକୁ ପାଣି ହାତ ହେବେ। ପାଣି ହାତ ହେଇକି ବରା ଗୁଡ଼ିକ ଗୋଟେ ଗୋଟେ କରିକି ସବୁ ପକାଇବେ। ଏକାସାଙ୍ଗେ ସବୁ ପକାଇବା ନାହିଁ, ଯେତିକି ଆପଣଙ୍କ କଡ଼େଇରେ ଜାଗା ଧରିବ ସେତିକି ପକାଇକି ଆପଣମାନେ ଛାଣି ନେବେ। ଏହିପରି ଭାବରେ ମୁଁ ସବୁଯାକ ବରା ଗୁଡ଼ିକ ଛାଣି ନେଲି। ଦେଖନ୍ତୁ ବେଶୀ ଛାଣିବେନି, ବେଶୀ ହାର୍ଡ଼ କରିବେନି, ମିଡ଼ିୟମ୍ରେ କରିବେ। ଆଉ ଏମିତି ଭାବରେ ଏମିତି ଗୋଲ୍ଡେନ୍, ଜଷ୍ଟ ଟିକେ ଗୋଲ୍ଡେନ୍ ହେଇଥିବ ତ ବାହାର କରିନେବେ। ତ ଏବେ ଆମେ କ'ଣ କରିବା ନା ବରା ଗୁଡ଼ିକ ଦେଖନ୍ତୁ, ମୁଁ ଗୋଟେ ବରା ଆପଣମାନଙ୍କୁ ଭାଙ୍ଗିକି ଦେଖାଉଛି। ବରାଟା କେତେ ସଫ୍ଟ ହେଇଛି ଦେଖନ୍ତୁ, ଉପରେ କେତେ କ୍ରିସ୍ପି ହେଇଛି, ଭିତରେ କେତେ ସଫ୍ଟ ହେଇଛି। ଦେଖନ୍ତୁ ଏବେ ଆମେ ଲୁଣ ପାଣିରେ ପକାଇଦେବା। କାହିଁକି ନା ଲୁଣ ପାଣିରେ ପକାଇଲେ ବରା ଦେହରୁ ଯେତିକି ଏକ୍ସଟ୍ରା ତେଲ ଥିବ ତ ସେଗୁଡ଼ାକ ବାହାରିଯିବ। ତ ଏବେ ଆମେ ଆଳୁଦମ ପ୍ରସ୍ତୁତ କରିବା। ଆଳୁଦମ ପାଇଁ ମୁଁ ପ୍ୟାନରେ କିଛି ତେଲ ଦେଲି। ଅଦା, ରସୁଣ, ପିଆଜର ଗୋଟେ ସ୍ମୁଥ୍ ପେଷ୍ଟ ମୁଁ ବନେଇ ଦେଇଥିଲି। ତେଲ ଗରମ ହେଲା ପରେ ଅଦା, ରସୁଣ, ପିଆଜର ପେଷ୍ଟ ପକାଇଦେଲି। ତାପରେ ମୁଁ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ, କାଶ୍ମୀରୀ ଲଙ୍କା ପାଉଡ଼ର, ଜିରା ପାଉଡ଼ର, ଧନିଆ ପାଉଡ଼ର ପକାଇକି ଭଲ ଭାବେ କଷି ନେଲି। ତା ମସଲାଟା କଷି ହେଇଗଲାଣି। ଏବେ ଆମେ ଟମାଟୋ ପକାଇକି ଆଉ ଟିକେ ଭଲ ଭାବେ କଷି ନେବା। ତାପରେ ମୁଁ ଲାଷ୍ଟରେ ପକାଇଦେଲି ଭୃଷୁଙ୍ଗା ପତ୍ର, ଯେଉଁଟାକି ଆମର ସ୍ମେଲ୍ଟା ଆଳୁଦମର ବହୁତ ଭଲ ଆସିବ। ତ ଏବେ ମୁଁ ଆଳୁ ଗୁଡ଼ା ସବୁ ସିଝେଇକି ରଖିଥିଲି। ତ ଏବେ ଆଳୁ ଦେଇକି ଆଉ ଟିକେ ଭଲ ଭାବେ କଷିଦେବା। କଷି ଦେଇକି 5 ମିନିଟ୍ ପର୍ଯ୍ୟନ୍ତ କଭର୍ କରିଦେବା। ଦେଖନ୍ତୁ ଦହିବରା ପାଇଁ ଆଳୁଦମ ଆମର ଏବେ ରେଡ଼ି ହେଇଗଲାଣି। ଲାଷ୍ଟରେ ମୁଁ ଗରମ ମସଲା ପକାଇଦେଲି, ପୁରା ଫୁଲ୍ ରେଡ଼ି। ଏବେ ଆମେ ଦହିବରା ପାଇଁ ଦହି ପ୍ରସ୍ତୁତ କରିବା। ଦହି ପାଣି ପ୍ରସ୍ତୁତ କରିବା। ଦହି ପାଣି ପାଇଁ ମୁଁ 200 ଗ୍ରାମର ଦହି ନେଇଛି, ଯାହାକୁ ଭଲ ଭାବେ ମୁଁ ଫାଷ୍ଟ ଫେଣ୍ଟି ଦେଲି। ତାପରେ ପାଣି ଦେଇକି ଆଉ ଟିକେ ଫେଣ୍ଟି ଦେଲି। ଏବେ ଆମେ କଞ୍ଚା ଲଙ୍କା, ପୁଦିନା ପତ୍ରର ଗୋଟେ ଛେଚି ଦେଇଥିଲି, ଛେଚିକି ପକାଇଦେଲି। ତ ଏବେ ଅଛି ବିଟ ଲୁଣ, ଭାଜିକି ଜିରା ପାଉଡ଼ର ମୁଁ ବନେଇ ଦେଇଥିଲି, ଜିରା ଭାଜିକି ପାଉଡ଼ର ବନେଇ ଦେଇଥିଲି, ତ ତାକୁ କିଛି ପକାଇଦେଲି। ଲାଷ୍ଟରେ ଲଙ୍କା ପାଉଡ଼ର ପକାଇକି ଭଲ ଭାବେ ତାକୁ ମୁଁ ମିକ୍ସ କରିଦେଲି। ଦେଖନ୍ତୁ ପୁରା ଭଲ ଭାବେ ମିକ୍ସ କରିଦେବେ, ପୁରା ଦହି ସହିତ ମିଶିଯିବ। ଦହି ପାଣିଟା ଦେଖନ୍ତୁ କେତେ ସୁନ୍ଦର ହେଇଛି, ବହୁତ ଟେଷ୍ଟ ମଧ୍ୟ ହେଇଥିଲା ଦହି ପାଣିଟା। ଦେଖନ୍ତୁ ଏବେ ଆମର ହେଇଗଲାଣି ଦହି ପାଣି ରେଡ଼ି। ତ ଏବେ ଆମେ ଯେଉଁ ରଖିଥିବା ଲୁଣ ପାଣିରେ ପକାଇକି ରଖିଥିବା ବରା ଗୁଡ଼ିକ ପୁରା ପୁରା ଟାଣି ନେଇଛି। ତ ତାକୁ ଆମେ ହାତ ସାହାଯ୍ୟରେ ଧୀରେ ଧୀରେ, ସେ ବରା ଗୁଡ଼ା ବହୁତ ଫୁଲି ଯାଇଛି ନା, ଧୀରେ ଧୀରେ ତାକୁ ପାଣି ଗୁଡ଼ାକୁ ତା ଭିତରୁ ବାହାର କରିନେବା। ଚାପିଦେବା ହାତରେ, ପାଣି ଗୁଡ଼ା ଏକ୍ସଟ୍ରା ପାଣି ଯେତିକି ଥିବ ବାହାରିଯିବ। ତ ବାହାରିଗଲା ପରେ ଆମେ ଦହି ପାଣିରେ ଗୋଟେ ଗୋଟେ କରିକି ସବୁଯାକ ବରାକୁ ପକାଇଦେବା। ପକାଇଦେଲା ପରେ କିଛି ସମୟ ଆମେ ଛାଡ଼ିଦେବା। ସେ ଦହି ପାଣିଟା ଟାଣି ନେବ, ବରା ଟାଣି ନେବ। ଯଦି ଆପଣମାନଙ୍କୁ ମୋର ଏ ଭିଡ଼ିଓଟା ଭଲ ଲାଗିଥିବ, ପ୍ଲିଜ୍ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି ଯଦି ଚ୍ୟାନେଲରେ ନୂଆ ଥିବେ।
ତ ଏବେ ଆମେ ଗୋଟେ ଦହିବରା ପାଇଁ ଛୁଙ୍କ ପ୍ରସ୍ତୁତ କରିବା। ସେଥିପାଇଁ ମୁଁ ଗୋଟେ ଛୁଙ୍କ ପାଇଁ ମୁଁ ପ୍ରଥମେ ତେଲ ଦେଲି। ତେଲ ଗରମ ହେଲା ପରେ ସୋରିଷ, ଶୁଖିଲା ଲଙ୍କା, ଭୃଷୁଙ୍ଗା ପତ୍ର ଭଲ ଭାବେ ଫୁଟେଇକି ଦହିବରା ଗୁଡ଼ିକ ଯେଉଁ ରଖିଥିଲି ବରା ଉପରେ ମୁଁ ପକେଇଦେଲି। ଦେଖନ୍ତୁ ପକେଇ ଦେଇକି ଭଲ ଭାବେ ଗୋଳେଇ ଦେବେ। ଏବେ ଆମର ରେଡ଼ି ହେଇଗଲା ଦହିବରା। ତ ତାକୁ 5 ମିନିଟ୍ ପର୍ଯ୍ୟନ୍ତ କଭର୍ କରିଦେଲି। ଛୁଙ୍କଟା କଭର୍ କରି ରଖିଦେଇକି ଏବେ ଆମେ ଗୋଟେ ପ୍ଲେଟ୍ରେ ସର୍ଭ କରିନେବା ଦହିବରା ଆଳୁଦମକୁ। ଲାଷ୍ଟର ତ ଦହିବରା ଆଳୁଦମ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତ ଗୋଟେ ଗୋଟେ କରିକି ଦହିବରାକୁ କାଢ଼ି ବହୁତ ସଫ୍ଟ ହେଇଛି। ଏତେ ସଫ୍ଟ ହେଇଛି ଯେ ଧରିଲା ବେଳକୁ ବି ଗଳି ପଡ଼ୁଛି। ବହୁତ ସଫ୍ଟ ହେଇଛି। ତ ମୁଁ ଏବେ ସବୁ ଦହିବରା ପକେଇଦେଲି। ତାପରେ ଆଳୁଦମ ଯେଉଁ କରିକି ରଖିଥିଲି ପକେଇଲି। କାଟିକି ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର ମୁଁ ରଖିଦେଇଥିଲି ଆଗରୁ। ତ ଏବେ ଆମେ ପିଆଜ ପକେଇଦେବା, କଞ୍ଚା ଲଙ୍କା, ଧନିଆ ପତ୍ର ପକେଇଦେବା। ଲାଷ୍ଟରେ ଆମେ ପକେଇଦେବା ସେଉ ଟିକେ ପକେଇଦେବା। ସେଉ ପକେଇ ଦେଇ ସାରିଲା ପରେ ତା ଉପରେ ଟିକେ ଦହି ପକେଇକି ରେଡ଼ି କରିଦେବା ଆମର ଦହିବରା ଆଳୁଦମ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଯେତିକି ସୁନ୍ଦର ଦେଖାଯାଉଛି ସେତିକି ଟେଷ୍ଟ ମଧ୍ୟ ଥିଲା। ଏଟାକୁ ମୁଁ ଆଜି ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ବନେଇଥିଲି। ଏତେ ଟେଷ୍ଟି ହେଇଥିଲା ଯେ କହିହେବନି। ପ୍ଲିଜ୍ ସାଙ୍ଗମାନେ ଥରେ ଆପଣମାନେ ଘରେ ତିଆରି କରିକି ଖାଇବେ। ସବୁବେଳେ ତ ବାହାରେ ଖାଉଥିବେ, ନିଶ୍ଚୟ ଥରେ ଘରେ ତିଆରି କରିକି ଖାଇବେ। କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ ଜାଣିବେ। ପୁଣି ଦେଖାଯିବ ନେକ୍ସଟ ଭିଡ଼ିଓ।